ମୋ ନାଁ ହଉଛି ଜଗବନ୍ଧୁ ସ୍ୱାଇଁ, ଘର ଏଇ ବନାପାଟ ଜମର। ମୁଁ ଯାଇଥିଲି। କଣ ହେଇଛି ଆପଣ ଥାନାକୁ ଯୋଉ ଆଇଛନ୍ତି ପୁଅ ନାଁରେ ଏଫଆଇଆର ଦିଆଯାଇଛି, ପୁଅ ପାଇଁ ଏଫଆଇଆର ଦେଇଛନ୍ତି, କଣ ଘଟଣା ଘଟିଛି? ପୁଅକୁ 2 ଜଣ ତାକୁ ଡାକିକିନା ମଦ ପିଆଇକିରି ତାକୁ ସେ ଯାଇଥିଲା ଝାଡ଼ା। ସେ ସେଇ ବାଟରେ ଜଣ ଘର ପାଖରେ ସେ ପିଉଥିଲେ 2 ଜଣ, ସେ ତାକୁ ଡାକିଲେ କହିଲେ ପୁଅରେ ଆଇଲୁ। କିଏ ଚିହ୍ନିଛ ତାଙ୍କ ନାଁ କଣ? ଜଣଙ୍କ ନାଁ ହଉଛି କୁନା ଦାସ, ଆଉ ଜଣଙ୍କ ନାଁ ମାନୁରୀ ସାମନ୍ତ ରାୟ। ସେ ଡାକିଲେ ତାକୁ, ସେ ଗଲା ଯଦି ତାକୁ ସେ ଘର ଭିତରେ ପୁରେଇ ଦେଲେ, ପୁରେଇକିରି ତାଲା ପକେଇ ଦେଲେ। କହିଲେ ହଉଛି ତୁ ଏଇଠି ବସ। ସେ କହିଲା କାହିଁକି ବସିବି? ନା ତୁ ବସ, ମଦ ପିଇବୁ। ନା ମତେ କଣ ଜିନିଷ ଦଉନା। ଡାକିଲ ମତେ ଜିନିଷ ଦିଅ, ନା ଜିନିଷ କଣ ମଦ ପିଇବୁ। ମୁଁ ନ ପିଇବା, ସେ ନ ପିଇବାରୁ ତାକୁ ଜୋର ଜବରଦସ୍ତ ତାକୁ ମାରି। ମୁଁ ତ ଆଜ୍ଞା ମୁଁ ଆଜି ଜାଣିଲି, ମୋବାଇଲ ଦେଖିବାରୁ ମୁଁ ଆଜି ଜାଣିଲି ସେ ଭାଇରାଲ ହେଇଛି। ମୁଁ ଜାଣିନଥିଲି, ମୁଁ ଆଜି ଦେଖିବାକୁ ସିଏ ପୁଅ କହିବା କଥା ଯେ ଇଏ ହେଇଗଲାଣି 15-20 ଦିନର ଘଟଣା। ମୁଁ ଆଜ୍ଞା ଜାଣିନି। ଆଇଏସି କହିଲେ ଇଏ ମିଛ କେସ୍, କହିଲେ ମିଛରେ କହୁଛ। ଘଣ୍ଟାଏ ଆମକୁ ଠିଆ କଲେ, ଚେୟାର ନାହିଁ ନା କିଛି ନାହିଁ। ଦେଖିଲେ ଆପଣ ଆଜ୍ଞା ଭିଜୁଆଲ ହେଇଥିଲା? ଭିଡିଓ ଯୋଉ ହେଇଥିଲା ତାକୁ ଦେଖେଇଲି, ସିଏ କହିଲେ ହଉଛି ଇଏ ମିଛ କେସ୍। ତାକୁ ଦେଖିକିରି ଆଉ କିଛି କହିବାର ନାହିଁ, ପଳେଇଲେ। ଏତଲା ରଖିଛନ୍ତି। କଣ ସେ ମାରିଛନ୍ତି? ଆଜ୍ଞା ତାପରେ ଆଉ କଣ ଧମକ ଦେଇଛନ୍ତି ଯେ ଘରେ ଯଦି କହୁ ତତେ ଆମେ ମାରିଦବୁ ପୁଅକୁ। କେତେ ବୟସ ଆପଣଙ୍କ ପୁଅ? ମୋ ପୁଅକୁ 12 ବର୍ଷ। କଣ ଚାହୁଁଛନ୍ତି ଏବେ, କଣ ଚାହୁଁଛନ୍ତି? ନ୍ୟାୟ ଚାହୁଁଛି। ଠିକ ଅଛି। ଆଜ୍ଞା ମୁଁ ପୁଅର ଦାଦା କହୁଛି। ଆମେ ଜାଣି, ମୋ ନାଁ ମୋହନ। ଘଟଣା ହେଇଥିଲା, ମୋ ପୁଅକୁ ଡାକି ନେଇକି ଭାଇଙ୍କର ପୁଅକୁ ନେଇକି ମଦ ଯାଇଥିଲେ, ସିଏ ସିଆଡ଼କୁ ଯାଇଥିଲେ ବୁଲିବାକୁ। ପୁଅଙ୍କୁ ଡାକିକିରି ଘରେ ପୁରେଇକି ତାଲା ଦେଇକି ମଦ ପିଇକିରି ମାରିଛନ୍ତି, ଏମିତି ଅତ୍ୟାଚାର କରିଛନ୍ତି। ଆମେ ଏଥିପାଇଁ ଆଇଛୁ ପୋଲିସ। ଯୋଉମାନେ ମାରିଛନ୍ତି ଆପଣଙ୍କର କଣ ଆଗରୁ ଶତ୍ରୁତା ଥିଲା ନା? ନାଇଁ ଶତ୍ରୁତା କିଛି ନାହିଁ। କଣ ପାଇଁ ନେଇ ମାରିଲେ ଏମିତି? କଣ ପାଇଁ? ଛୋଟ ଛୁଆ ଆଉ ଲାଟ୍ରିନ୍ ଯାଇଥିଲା, ସେଥିପାଇଁ ଡାକିଲେ, କହିଲେ ଆସ ଟିକେ ଶୁଣିଗଲ। ଡାକିକି ନେଇକି ଗ୍ରିଲ ତାଲା ଦେଇକିରି ମଦ ପିଆଇକିରି ମାରିଛନ୍ତି। ଥାନାରେ ଏତଲା ଦେଲେ ଶୁଣୁନାହାନ୍ତି, ଇଏ ସବୁ କହୁଛନ୍ତି ମିଛ କେସ୍, ମାରି ନାହାନ୍ତି। ଏଇ କେସ୍ କହୁଛନ୍ତି, ଯଦି ନହବ ଆମେ ଯିବୁ ଉପର ଅଫିସର କତିକି ଯିବୁ। ଏତଲା ଦେଇଛନ୍ତି, ଏତଲା ରଖିଛନ୍ତି ସାର୍। ଆପଣ କେତେ ଦିନ ପରେ ଜାଣିଲେ ଆପଣ ପୁଅକୁ ଅତ୍ୟାଚାର ହେଇଛି? ଆଜି ଜାଣିଲୁ ସାର୍, ଆସିକି 20 ଦିନ ହେଇଗଲା। ପୁଣି କେମିତି ଜାଣିଲେ? ଫୋନ ଦେଖିବାରୁ, ସେ ଆମର ଜଣେ ବନ୍ଧୁଟା ଫୋନ ଦେଖିବାରୁ ଆଜି ଜାଣିଲି। ପୁଣି ଧମକ ଦେଇଛନ୍ତି, ଯଦି ତମ କଥା ପୂଜା ପଡ଼ି ନ ଶୁଣନ୍ତି ତମେ କଣ କରିବ? ମୁଁ ଉପର ଅଫିସର କତିକି ଯିବି, ମତେ